ଈଶ୍ୱର ରାମ ସାତ ତାଳ ଛେଦନ ହେଇଗଲା। ମହାପ୍ରଭୁ ପରୀକ୍ଷାରେ ପାସ୍। ସୁଗ୍ରୀବ ଉତ୍ତର ଦେଲା କହିଲା ଧନ୍ୟ ମହାପ୍ରଭୁ, ଧନ୍ୟ, ଆଜିଠୁ ତମେ ମୋ ମୈତ୍ର। କେବଳ ମୋ ସ୍ତ୍ରୀଟାକୁ ଉଦ୍ଧାର କରିକି ଆଣ, ସେ ବାଳି କୂଳରେ ବସିଛି। ଏ ଦେଢ଼ଶୁର ହେଇ ଭାଇ ବୋହୂଟାକୁ ଜବରଦସ୍ତ ଭିଡ଼ିକି ନେଇଛି। ନା ଯୁଗ ବୁଡ଼ିବ ନା କେମିତି ଯୁଗ ବୁଡ଼ିବ ନା ଦେଢ଼ଶୁର ଭାଇ ବୋହୂ ଯୋଉଦିନ କରିବ ହରଣ, ସେହିଦିନ ରାମ କଳି ଯୁଗ ହୋଇବ ପତନ। ଯୋଉଦିନ ଦେଢ଼ଶୁର ଭାଇ ବୋହୂକୁ ହରଣ କରିବ ସେଇଦିନ ଯୁଗ ବୁଡ଼ିବ। ହେଇନି ପୁରାଣରେ କୋଉଠି କେତେ ହେଇଛି, କୋଉଠି କଣ କହୁଛୁ? କହିଲା ଦ୍ୱାପରରେ ବ୍ୟାସ ବାହିବ, ଚିତ୍ରାଙ୍ଗଦ ଆଉ ବିଚିତ୍ର ବୀର୍ଯ୍ୟର ଭାରି ଯାହାକୁ ନେଲେ। ଏଣୁ ଧୃତରାଷ୍ଟ୍ର ପାଣ୍ଡୁ ହୋଇଲେ ଜନ, ଦେଢ଼ଶୁର କଲା ଭାଇ ବୋହୂକୁ ହରଣ। ତ୍ରେତୟା ଯୁଗରେ ବାଳି ଇଏର ମାଗୁ ହରିଲା। ସୁଗ୍ରୀବର ଭାର୍ଯ୍ୟା ଭାଇ ବୋହୂ ବାଳି ଦେଢ଼ଶୁର ଭଲା। ସେତିକି ଆଉ ନାହିଁ। ଖୋଜିଲେ ପୁରାଣକୁ ସେତିକି ରିସର୍ଚ୍ଚ କଲେ ବାହାରିବ ନା ବାହାରିବ। ଆମ ସମୁଦ୍ର ଭଳିଆ ଖାଲି ଇଏ ଇଏ ହେଲେ କଣ ହବ? ସତ୍ୟ ଯୁଗରେ କହିଲା ବୃହସ୍ପତି ଭାର୍ଯ୍ୟାକୁ ଯେ ଚନ୍ଦ୍ର ଯେ ଦେବତା, ବଳାତ୍କାର କଲେ ବୁଦ୍ଧ ହେଲା ଜନ୍ମଦାତା। ସତ୍ୟରେ ବୃହସ୍ପତି ସ୍ତ୍ରୀ ତାରାକୁ ଚନ୍ଦ୍ର ଦେବତା ହରିବାରୁ ବୁଦ୍ଧ ଜନ୍ମ ହୋଇଛନ୍ତି ନା ନାଇଁ? ଆଜ୍ଞା ଭାଇ ସେତିକି ନୁହଁ, ଏ ଯୁଗ ବୁଢିବାର ବାଟ ସେତିକି ବେଳେ ପଳେଇ ଆସିବ। ବାପା ଯେତେବେଳେ ନିଜ ଝିଅକୁ ହରିବ, ସେତେବେଳେ ରାମ ସିନା ଯୁଗ ବୁଢୀ ଯିବ। ଯୋଉଦିନ ବାପା ତା ଝିଅକୁ ବଳାତ୍କାର କରିବ, ମିଛ କଥା। ବାପା ଝିଅକୁ ବଳାତ୍କାର କରୁଛି, ମିଛ କଥା, ଖାଲି ଓଲଟିଆ ପାଠ ଆମ ଗାୟକଙ୍କର। ଓଲଟିଆ ପାଠ ଆଉ କଣ ମିଛ କଥା ଗୁଡା ଖାଲି କହୁଛୁ। କଳି ଯୁଗରେ ସମ୍ବାଦ ପତ୍ରରେ ଅନେକ ଥର କେତେ ଥର ବାହାରିଛି, ଓଟିଭି ଇଟିଭି ଇତ୍ୟାଦିରେ ସବୁ ବାହାରିଛି। କଳି ଯୁଗରେ ତ ପୁରାଣ ହେଇନି। ଦ୍ୱାପର ଯୁଗରେ ଗୋଟେ ବାପା ଝିଅକୁ ହରିନି। ଦ୍ୱାପର ଯୁଗରେ କିଏ ଝିଅକୁ ହରିଛି? କିଏ ଝିଅକୁ ହରିଛି କହ? ତୁ ହରି, ମୁଁ ହରିଛି? ମୁଁ ଦ୍ୱାପର ଯୁଗର ଲୋକ, ମୁଁ ଦ୍ୱାପର ଯୁଗର ଲୋକ। ମତେ ଧମକଉଛୁ? ନା ମୁଁ ହରିଛି, ତମ ବ୍ରାହ୍ମଣୀ ହରିଥିବେ। ଆଉ କଣ ସବୁ ବ୍ରାହ୍ମଣ ପାପ କରୁଛନ୍ତି। ବ୍ରାହ୍ମଣ ଦଳ ସବୁ ପାପ କରୁଛନ୍ତି, ନହେଲେ ଆଉ କେହି ନୁହେଁ। ବାପା ଝିଅକୁ ହରିନି କୁହ। ମତେ ପଚାରୁ ପ୍ରମାଣଟା କହ କଣ? ଆଉ ଏତେ କଣ ଫେଣି ହଉଛି? ପ୍ରମାଣ ଦିଅ। ଦେଖି ବାପା ଝିଅକୁ ବଳାତ୍କାର କରିଛି ନା ନାଇଁ, କୋଉଠି କରିଛି? କଲା ସୁରସଭାରେ ବସି ହରେ ଧାତା, ବହୁ ପଞ୍ଚଶର ପ୍ରହାରୀ,
হাতটে ধরে হরে স্বামী জোর তারে স্বামী ধর তাহে স্বামী ধর তারে স্বামী ধর এরুষ তুঙ্গকু বিহারি সাধু বিধু নডরি বড় গুরু নারী হরি স্বামী ধর তারে স্বামী ধর তেরুষ তুঙ্গকু বিহারি ଦେବସଭାରେ ବ୍ରହ୍ମା ନିଜ ଝିଅ ଉର୍ବଶୀକି ହରଣ କରିନି। ମୂର ଦାରୁଣ ବଶିଷ୍ଠ ଇତ୍ୟାଦି ଜନ୍ମ ହୋଇନାହାନ୍ତି। ଦେଖିଲ ବ୍ରାହ୍ମଣେ ସବୁ ବ୍ରାହ୍ମଣେ ମୁଁ କହୁଥିଲି ନା ସଜ୍ଜନ ବର୍ଗେ ଆପଣ ମାନଙ୍କର ଏପଟେ ବାଳିକି ବଦ୍ଧ କରିବା ପାଇଁ ଆପଣଙ୍କର ଭଗବାନ ରାମ ସୁଗ୍ରୀବକୁ ଆଦେଶ ଦେଇଛନ୍ତି। ସୁଗ୍ରୀବ ଯାଉଛି ଯୁଦ୍ଧ କରିବା ପାଇଁ ରାମଙ୍କ ପାଦ ତଳେ ପ୍ରଣାମ କରିଛି।